ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା, ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A(H) ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନର ପ୍ରବନ୍ଧ 79(1) ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ପରମ୍ପରା ବନ୍ଧନରେ ନାରୀ। ଆପଣମାନେ ପ୍ରଥମ ଭାଗକୁ ବହୁତ ସପୋର୍ଟ କରିଥିଲେ ଏବଂ ଆଜି ନେଇ ଆସିଛି ପରମ୍ପରା ବନ୍ଧନରେ ନାରୀର ଦ୍ୱିତୀୟ ଭାଗ, ଯାହାକି ଆଦର୍ଶ ବୋହୂ। କାହିଁକି ଆମେ ଜଣେ ନାରୀକୁ ଆଦର୍ଶ ବୋହୂ ବୋଲି କହିଥାଉ? ଆମ ସମାଜରେ ଆଦର୍ଶ ଜ୍ୱାଇଁ ନୁହେଁ ବରଂ ଆଦର୍ଶ ବୋହୂ କିପରି ହେବ ତାର ଅନେକ ବର୍ଣ୍ଣନା ରହିଛି। ସମାଜର ନଜରରେ ଏକ ଆଦର୍ଶ ବୋହୂ ହେବା ପାଇଁ ଝିଅର ନିମ୍ନଲିଖିତ ଗୁଣଗୁଡ଼ିକ ଥିବା ଆବଶ୍ୟକ। ସେଥିମଧ୍ୟରୁ ପ୍ରଥମଟି ହେଲା ସୁନ୍ଦରୀ ଏବଂ ଗୋରୀ। ସୁନ୍ଦରୀ ଏବଂ ଗୋରୀର ଅର୍ଥ ହେଲା କଳା ରଙ୍ଗର ଝିଅମାନଙ୍କୁ ଭାରତୀୟ ସମାଜରେ ପସନ୍ଦ କରାଯାଏ ନାହିଁ। ପୁଅ ଯେତେ କଳା ଥିଲେ ମଧ୍ୟ ସେ ବିବାହ ପାଇଁ ସୁନା ରଙ୍ଗା ଶଙ୍ଖ ଧବଳି କନ୍ୟାଟିଏ ଖୋଜେ। ଆମେ ବର୍ଣ୍ଣ ବୈଷମ୍ୟବାଦ ପାଇଁ ସବୁବେଳେ ବିଦେଶୀଙ୍କୁ ଆକ୍ଷେପ କରୁଥିବା ସ୍ଥଳେ ଆମ ପସନ୍ଦର ସ୍ପଷ୍ଟ ଭାବେ ଜଣାପଡ଼ିଯାଉଛି ଯେ ଆମେ ମଧ୍ୟ ଭୟଙ୍କର ଭାବରେ ବର୍ଣ୍ଣ ବୈଷମ୍ୟବାଦ ବା କଳାଗରା ଭେଦଭାବଗ୍ରସ୍ତ। ଦ୍ୱିତୀୟ ହେଲା ସେ କୋମଳ ହୋଇଥିବା ଆବଶ୍ୟକ। ଧୀର ଗତିରେ ମୁଣ୍ଡ ତଳକୁ ପୋତି ଚାଲୁଥିବା ଦରକାର। ଅତି ଧୀର ଶବ୍ଦରେ କଥା ହେଉଥିବ। କୌଣସି କଥାର ଉତ୍ତର ବା ଜବାବ ଦେଉନଥିବ। ଗୋଟିଏ ବାକ୍ୟରେ କହିଲେ ବୋହୂଟି ମାଛିକୁ ମ ବୋଲି କହୁନଥିବ। ତୃତୀୟ, ଘରର ଯାବତୀୟ କାମରେ ପ୍ରବୀଣ ହୋଇଥିବା ଆବଶ୍ୟକ। ସମସ୍ତଙ୍କୁ ସମ୍ମାନ ଦେବା ଓ ଭଲ ପାଇବା ଆବଶ୍ୟକ। ସେ ବିନା ଦ୍ୱିଧାରେ ରାତିଦିନ ଲୋଟଣି ପାରା ପରି ଘର କାମରେ ଲାଗିବା ନିହାତି ଆବଶ୍ୟକ। ଚତୁର୍ଥ, ଖରା, ବର୍ଷା ଓ ଶୀତ ସବୁ ସମୟରେ ସଜବାଜ ହୋଇ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢ଼ଣୀଟିଏ ଦେଇ ଏକ ପାରମ୍ପରିକ ବେଶଭୂଷାରେ ରହିବା ନିହାତି ଆବଶ୍ୟକ। ତାହା ସହ ସେ ପୂଜା, ବ୍ରତ, ଉପବାସ ପରି ସମସ୍ତ ଧାର୍ମିକ କାର୍ଯ୍ୟକୁ ଅତି ନିଷ୍ଠାର ସହିତ କରିପାରୁଥିବା ମଧ୍ୟ ଦରକାର। ପଞ୍ଚମ, ବିବାହରେ ଯେମିତି ଘର ଭର୍ତ୍ତି ଯୌତୁକ ଆଣିପାରିବ। ଷଷ୍ଠ, ଏହିସବୁ ସହ ଯଦି ରୋଜଗାରିଆ ହୋଇଥିବ, ମାସ ଶେଷରେ ନିଜର ଦରମାତକ ଆଣି ଦେଉଥିବ, ତା ସହ ଘରର ସବୁ କାମ ମଧ୍ୟ ଠିକ୍ ଠାକ୍ କରୁଥିବ, ତାହେଲେ ହିଁ ସେ ଆଦର୍ଶ ବୋହୂ ହେବାକୁ ଯୋଗ୍ୟ। ଉପରୋକ୍ତ ଗୁଣ ସବୁକୁ ଆଲୋଚନା କଲେ ଜଣାଯାଏ ଯେପରି ଆମକୁ ଘର ପାଇଁ ବୋହୂ ରୂପେ ଏକ ରକ୍ତ ମାଂସର ମଣିଷ ନୁହେଁ, ଜଣେ ମୂକ ବଧିର ରୋବୋଟ ହିଁ ଦରକାର। ବିବାହ ଏବଂ କର୍ମବିଧି। ବିବାହ ପରେ ଝିଅଟିକୁ ନିଜର ପରିଜନମାନଙ୍କୁ ଛାଡ଼ି ଏକ ସମ୍ପୂର୍ଣ୍ଣ ନୂଆ ଲୋକମାନଙ୍କ ପାଖରେ ରହିବାକୁ ହୋଇଥାଏ। ଏହା ବର୍ଷ ବର୍ଷ ଧରି ଚାଲି ଆସିଥିବା ଏକ ଅନାଲୋଚିତ ବିସ୍ଥାପନା ପ୍ରକ୍ରିୟା, ଏକ ଭୀଷଣ ମାନସିକ ଯନ୍ତ୍ରଣା ଯାହା ଯୁଗ ଯୁଗରୁ ନାରୀକୁ ସହି ଆସିବାକୁ ପଡ଼ିଛି। ବିବାହ କର୍ମ ପଦ୍ଧତିଗୁଡ଼ିକୁ ଆଲୋଚନା କଲେ ଏହା କିପରି ଭାବେ ନାରୀ ବିରୋଧୀ ତାହା ବେଶ୍ ଭଲ ଭାବରେ ଜଣାପଡ଼ିଯାଏ। ପ୍ରଥମ, ପିଣ୍ଡଦାନ। ବିବାହ କର୍ମକାଣ୍ଡ ପୂର୍ବରୁ ଝିଅଟିକୁ ନିଜ ବାପା ମାଆକୁ ପିଣ୍ଡଦାନ ଦେବାକୁ ପଡ଼ିଥାଏ। ହିନ୍ଦୁ ଧର୍ମ ଅନୁସାରେ ପିଣ୍ଡଦାନ କେବଳ ମୃତ ବ୍ୟକ୍ତିମାନଙ୍କୁ ଦିଆଯାଏ। ତେଣୁ ବିବାହ ପୂର୍ବରୁ ପିଣ୍ଡଦାନର ଅର୍ଥ ହେଉଛି ସେହି ଦିନଠାରୁ ତାର ବାପା ମା ତାରି ପାଇଁ ମୃତ। ଦ୍ୱିତୀୟ, କନ୍ୟାଦାନ। ବିବାହ କର୍ମକାଣ୍ଡ ଅନୁସାରେ ପିତା ଝିଅଟିକୁ ବରକୁ ଦାନ କରନ୍ତି। ସାଧାରଣତଃ ଆମେ ନିଜେ ଅଧିକାରଭୁକ୍ତ ସମ୍ପତ୍ତି ବା ବସ୍ତୁ ଅନ୍ୟକୁ ଦାନ କରିଥାଉ। କନ୍ୟାଦାନ ବ୍ୟବସ୍ଥାଟି ନାରୀକୁ ପିତାର ଅଧିକାରଭୁକ୍ତ ସମ୍ପତ୍ତି ବା ବସ୍ତୁ ବୋଲି ରହିଥିବା ପୁରୁଷବାଦୀ ମାନସିକତାକୁ ଦର୍ଶାଏ।
ଏବଂ ସତେ ଯେପରି କନ୍ୟାଦାନ ଦ୍ୱାରା ବସ୍ତୁଟିର ମାଲିକାନା ପିତାଠାରୁ ପତି ପାଖକୁ ସ୍ଥାନାନ୍ତରିତ ହୁଏ। ଚତୁର୍ଥ, ଦାସୀ ବା ପୋଇଲି। ପଶ୍ଚିମବଙ୍ଗରେ ଏକ ପ୍ରଥା ଅଛି, ଯେଉଁଠି ବିବାହ କରିବାକୁ ଯାଉଥିବା ବରଟି ତାର ମାଆକୁ କହେ କି, ମା, ମୁଁ ତୁମ ପାଇଁ ଦାସୀ ଆଣିବାକୁ ଯାଉଛି। ନିଜ ବିବାହିତା ପତ୍ନୀକୁ ଦାସୀ କହି ଅପମାନିତ କରିବା ଏକ ସଭ୍ୟ ସମାଜ ପାଇଁ କେତେ ଦୂର ସମୀଚୀନ। ପଞ୍ଚମ, ସିନ୍ଦୁର ଦାନ। ବିବାହ ସମୟରେ ବର କନ୍ୟାଟିର ସୀମନ୍ତରେ ସିନ୍ଦୁର, ଗଳାରେ ମଙ୍ଗଳସୂତ୍ର ପିନ୍ଧେଇ ତା ଉପରେ ନିଜର ଅଧିକାର ସାବ୍ୟସ୍ତ କରେ। କିନ୍ତୁ ଏମିତି କିଛି ପ୍ରଥା ପୁରୁଷ ପାଇଁ ନଥାଏ। କାହିଁକି? ବିବାହ ପରେ ନାରୀ ନିଜକୁ ବିବାହିତା ବୋଲି ଦର୍ଶାଇବାକୁ ନିଜ ଶରୀରରେ ଚୁଡ଼ି, ସିନ୍ଦୁର, ମଙ୍ଗଳସୂତ୍ର, ଗୋଡ଼ମୁଦି ଇତ୍ୟାଦି ବିଭିନ୍ନ ସାଙ୍କେତିକ ଚିହ୍ନ ବ୍ୟବହାର କରିବାକୁ ବାଧ୍ୟ ହୁଏ, ଅଥଚ ପୁରୁଷ ପାଇଁ ସେପରି କୌଣସି ବ୍ୟବସ୍ଥା ନଥାଏ। ଷଷ୍ଠ, ନାମକରଣ। ବିବାହ ପରେ ଝିଅଟିକୁ ଏକ ନୂତନ ନାମ ଦିଆଯାଏ। ତାକୁ ତାର ଉପନାମ ଛାଡ଼ି ସ୍ୱାମୀର ଉପନାମ ଧାରଣ କରିବାକୁ ପଡ଼ିଥାଏ। ତାର ସମସ୍ତ ପୈତୃକ ପରିଚିତ ବା ମୂଳକୁ କାଟି ଦିଆଯାଏ। ଝିଅଟିର ଘର ବଦଳିଯାଏ, ପରିବାର, ସାଙ୍ଗସାଥି ଓ ଠିକଣା ମଧ୍ୟ ବଦଳିଯାଏ। ସେ ଗୋଟିଏ ଦିନ ଭିତରେ ହିଁ ସବୁ କିଛି ପରିଚିତ ହରାଇ ବସେ। ତାର ମାନସିକ ଯନ୍ତ୍ରଣା ପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ, ବରଂ ସମାଜରେ ଏହାକୁ ଏକ ସାଧାରଣ ଘଟଣା ଭାବରେ ଗ୍ରହଣ କରାଯାଏ। ଗୋଟିଏ ଦିନ ପରେ ହଠାତ୍ ତାକୁ ସମ୍ପୂର୍ଣ୍ଣ ଅଲଗା ଭଳି ବ୍ୟବହାର କରିବାକୁ ପଡ଼େ। ତାକୁ ଏକ ସମ୍ପୂର୍ଣ୍ଣ ଅଲଗା ପୋଷାକ ପିନ୍ଧିବାକୁ ପଡ଼େ, ଯାହାକି ପ୍ରାୟତଃ ଏକ ଅସୁବିଧାଜନକ ପରିଧାନ ହୋଇଥାଏ। ଏକ ମୁକ୍ତ ଜୀବନରୁ ତାର ଜୀବନ ହୋଇଯାଏ ଜଞ୍ଜିର ଯୁକ୍ତ। ଯେଉଁ ଘରେ, ଯେଉଁ ପରିବେଶରେ ତାକୁ ସମ୍ପୂର୍ଣ୍ଣ ଜୀବନ କାଟିବାକୁ ପଡ଼େ, ସେହି ଘରର ପରିବେଶ ଯଦି ଏକ ଜେଲ୍ ପରି ହୋଇଯାଏ, ତାହେଲେ କେହି ବି ଏକ ସୁସ୍ଥ ଓ ଶାନ୍ତିପ୍ରଦ ଜୀବନ କାଟିବ ବା କେମିତି? ବିବାହ ପରେ ରାତାରାତି ତାର ଜୀବନ ସାଥୀଟି ହୋଇଯାଏ ତାର ଦେବତା। ନାରୀକୁ ସ୍ୱାମୀର ପାଦଧୂଳି ସହ ତୁଳନା କରାଯାଏ, ଚରଣ ଦାସୀ ବୋଲି ମଧ୍ୟ କୁହାଯାଏ। ସ୍ୱାମୀ ଦେବତା, ପତିଦେବ ଇତ୍ୟାଦି ଶବ୍ଦ ଅତି ପୁରୁଣା କାଳରୁ ପ୍ରଚଳିତ ଅଛି। ଲକ୍ଷ୍ମୀ ପୁରାଣରେ ବଳଭଦ୍ର ଜଗନ୍ନାଥଙ୍କୁ କହିଛନ୍ତି, ପତ୍ନୀ ସିନା ଅଟେ ପରାପାଦର ପଣ୍ଡୋଇ, ଭାଇ ଥିଲେ କୋଟି ଭାର୍ଯ୍ୟା ନିଶ୍ଚୟ ମିଳିଥାଏ। ଏହାର ଅର୍ଥ, ସ୍ତ୍ରୀ ହେଉଛି ସ୍ୱାମୀର ପାଦର ପଣ୍ଡୋଇ ଅର୍ଥାତ୍ ଜୋତା, ଯାହାକୁ ସମସ୍ତେ ପାଦ ତଳେ ପିନ୍ଧନ୍ତି। ତେଣୁ ଜୀବନ କାଳରେ ଅନେକ ଜୋତା ବଦଳେଇ ହୋଇପାରିବ, ନୂଆ ମଧ୍ୟ ମିଳିପାରିବ। ଏହି ଉକ୍ତିଟିରୁ ସମାଜରେ ନାରୀର ସ୍ଥାନ ଯେ କେଉଁଠି ବେଶ୍ ଭଲ ଭାବରେ ଆପଣମାନେ ଜାଣୁଥିବେ ଏବଂ ସମସ୍ତଙ୍କୁ ବୁଝା ପଡ଼ିପାରୁଥିବ। ବିବାହ ସମାରୋହ ମୁଖ୍ୟତଃ କନ୍ୟା ଘରେ ଅନୁଷ୍ଠିତ ହୁଏ। ବର ତାର ବରଯାତ୍ରୀ ଧରି ବାଜା, ବାଣ, ରୋଷଣୀ ସହ କନ୍ୟା ଘରକୁ ଯାଇଥାଏ। କନ୍ୟାଘର ଲୋକମାନେ ତ୍ରସ୍ତ ଅବସ୍ଥାରେ ସେମାନଙ୍କୁ ଅପେକ୍ଷା କରି ରହିଥାନ୍ତି। ଅନେକ ଜାଗାରେ ବର ଘୋଡ଼ା ଚଢ଼ି ଏବଂ ଖଣ୍ଡା ମଧ୍ୟ ଧରି ବିବାହ କରିବାକୁ ଯାଏ, ସତେ ଯେପରି ସେ ରାଜ୍ୟ ଜୟ କରିବାକୁ ଯାଉଛି। ଯଦି ବିବାହ ଏକ ମିଳନ ଦୁଇ ପରିବାରର, ତାହେଲେ ବରର ପରିବାର ଏପରି ଆକ୍ରମଣ କରିବାକୁ ଗଲା ପରି କନ୍ୟା ଘରକୁ ଯାଏ ବା କାହିଁକି? ଅନିୟନ୍ତ୍ରିତ ବରପକ୍ଷର ବ୍ୟକ୍ତିମାନଙ୍କର ବ୍ୟବହାର କୌଣସି ଲୁଣ୍ଠନକାରୀ ଠାରୁ କମ୍ ନଥାଏ। ଅନେକ ଜାଗାରେ ସେମାନେ କନ୍ୟା ପକ୍ଷର ଲୋକମାନଙ୍କ ସହିତ ଅତି ଛୋଟ ଛୋଟ କାରଣ ପାଇଁ ଝଗଡ଼ା, ମାଡ଼ପିଟ ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ମଧ୍ୟ ଦେଖାଯାଇଥାଏ। ଏହିପରି ଚଳଣି ପଛରେ ଥିବା ମାନସିକତାଟି ଏକ ସୁନ୍ଦର ସୁସ୍ଥ ସମ୍ପର୍କକୁ ଦର୍ଶାଏ ନାହିଁ, ବରଂ ଦାତା ଓ ଗ୍ରହୀତା କିମ୍ବା ବିଜେତା ଓ ପରାଜିତ ମଧ୍ୟରେ ସମ୍ପର୍କ ଭଳି ମନେ ହୁଏ। ଦଶ ଦୋଷ କ୍ଷମା। ବିବାହ ବେଦୀ ଉପରେ କନ୍ୟା ପିତା ବରର ହାତ ଧରି କନ୍ୟାଟିର ଦଶ ଦୋଷ କ୍ଷମା କରିବା ପାଇଁ ଅନୁରୋଧ କରନ୍ତି। ଦଶ ଦୋଷ ପରେ 11 ଦୋଷରେ ପତି ପତ୍ନୀକୁ ଦଣ୍ଡ ସହ ଆବଶ୍ୟକ ସ୍ଥଳେ ପରିତ୍ୟାଗ ମଧ୍ୟ କରିବାର ଅଧିକାର ରହିଥାଏ। କିନ୍ତୁ କନ୍ୟା ପାଇଁ ଏପରି କୌଣସି ବ୍ୟବସ୍ଥା ନଥାଏ, ସତେ ଯେପରି ପୁରୁଷମାନେ ସମ୍ପୂର୍ଣ୍ଣ ଦୋଷ ରହିତ। ମୃତ୍ୟୁର ଆଶୀର୍ବାଦ। ଜଣେ ବିବାହିତା ମହିଳାକୁ ଆଶୀର୍ବାଦ ସ୍ୱରୂପ ସାଧାରଣତଃ ଅହ୍ୟସୁଲକ୍ଷଣୀ ଭବଃ ପୁତ୍ରବତୀ ଭବଃ ବୋଲି କୁହାଯାଏ। ଏଭଳି ଆଶୀର୍ବାଦ ପଛରେ ମଧ୍ୟ ପୁରୁଷବାଦୀ ମାନସିକତା କାମ କରୁଛି। ପୁତ୍ରବତୀ ଭବଃର ଅର୍ଥ ହେଲା ତୁମର ପୁତ୍ର ସନ୍ତାନ ଜାତ ହେଉ। ଏହି ଆଶୀର୍ବାଦଟି ସମ୍ପୂର୍ଣ୍ଣ ଭାବରେ ଏକ ଲିଙ୍ଗ ଭିତ୍ତିକ ଭେଦଭାବର ପ୍ରତିଫଳନ। କନ୍ୟାବତୀ ଭବଃ ବୋଲି କେହି କେବେ ଆଶୀର୍ବାଦ ଦେବା ଶୁଣିବାକୁ ମିଳେ ନାହିଁ।
ଆମ ସମାଜ ପାଇଁ କନ୍ୟା ସନ୍ତାନଟି ଯେ କେତେ ଅନାବଶ୍ୟକ ଏହି ଆଶୀର୍ବାଦଟିରୁ ବେଶ ଭଲ ଭାବରେ ଜାଣି ହୁଏ। ସେହିପରି ଅହେ ସୁଲକ୍ଷଣୀ ଭବଃ ହାତର କାଚ ବଜ୍ର ହେଉ, ଏହି ଆଶୀର୍ବାଦଟିର ଅର୍ଥ ତୁମେ ସଦା ସୁଲକ୍ଷଣୀ ରୁହ ବା ତୁମେ ସର୍ବଦା ସଦାବା ରହ। ପରୋକ୍ଷରେ ଏହାର ଅର୍ଥ ହେଉଛି ତୁମ ପତିଙ୍କ ମୃତ୍ୟୁ ପୂର୍ବରୁ ତୁମର ମୃତ୍ୟୁ ହେଉ। ଯେଉଁଠି ମୃତ୍ୟୁର କାମନା ବି କାହା ପାଇଁ ଏକ ଆଶୀର୍ବାଦ, ସେହି ସ୍ଥାନରେ ନାରୀର ସାମାଜିକ ସ୍ଥିତି କ'ଣ ତାହା ସ୍ପଷ୍ଟ ଅନୁମେୟ। ଏହାଠାରୁ ଆଶ୍ଚର୍ଯ୍ୟକର ଏହିକି ଯେ ମହିଳାମାନେ ଅତି ଖୁସି ଓ ଗର୍ବରେ ଏଭଳି ଆଶୀର୍ବାଦ କାମନା କରନ୍ତି ଯେପରିକି ତାଙ୍କ ମୃତ୍ୟୁ ବି ତାଙ୍କଠାରୁ ସାଧାରଣତଃ 5ରୁ 10 ବର୍ଷ ବୟସରେ ବଡ଼, ସ୍ୱାମୀର ମୃତ୍ୟୁ ପୂର୍ବରୁ ହେବ। ନାରୀଟିର ମୃତ୍ୟୁ ପରେ ଅହ୍ୟ ଡେଙ୍ଗୁରା ବାଜିବା ତା ପାଇଁ ଏକ ସୌଭାଗ୍ୟର କଥା ବୋଲି ମନେ କରାଯାଏ। ସ୍ୱାମୀଙ୍କ ପୂର୍ବରୁ ମୃତ୍ୟୁବରଣ କରୁଥିବା ମହିଳାକୁ ସମାଜରେ ସୌଭାଗ୍ୟବତୀ ବୋଲି ଗଣନା କରାଯାଇଥାଏ। ତାଙ୍କ ମର ଶରୀରକୁ ନୂଆ ଲୁଗା, ଶଙ୍ଖା, ସିନ୍ଦୁର ପିନ୍ଧାଇ ତଥା ଫୁଲରେ ମଣ୍ଡଣି କରି ବାଜା ବଜାଇ ଏକ ଶୋଭାଯାତ୍ରାରେ ଗାଁରେ ସାରା ବୁଲାଯାଏ। ମହିଳାମାନେ ସେହି ଶବର ଶରୀରରୁ ସିନ୍ଦୁର ଓ ଶଙ୍ଖା ସଂଗ୍ରହ କରି ନିଜ ଶରୀରରେ ଲଗାନ୍ତି ଏବଂ କାମନା କରନ୍ତି କି ସେମାନେ ମଧ୍ୟ ସେହିଭଳି ଅହ୍ୟ ହେବାର ସୌଭାଗ୍ୟ ଲାଭ କରନ୍ତୁ। ଯେଉଁ ସମାଜରେ ମୃତ୍ୟୁର କାମନା ଓ ମୃତ୍ୟୁର ଆଶୀର୍ବାଦ ଦେବା ଏକ ସାଧାରଣ କଥା ଭାବେ ଗ୍ରହଣ କରାଯାଏ, ସେଠି ମହିଳାଙ୍କର ସାମାଜିକ ସ୍ଥିତି ଓ ବଞ୍ଚିବାର ଅଧିକାର କ'ଣ ତାହା ସ୍ପଷ୍ଟ ଭାବରେ ବୁଝି ହୁଏ। ସତୀ ପ୍ରଥା ଭାବିଲେ ଦୁଃଖ, ଘୃଣା ଓ ଲଜ୍ଜା ଅନୁଭୂତ ହୁଏ ଯେ ଆମ ଦେଶରେ ସତୀଦାହ ପରି ଏକ ଅମାନବୀୟ ଓ ନିଷ୍ଠୁର ପ୍ରଥା କେବେ ରହିଥିଲା। ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀକୁ ସତୀ ହେବା ନାଁରେ ଜୀବନ୍ତ ଅବସ୍ଥାରେ ଅତ୍ୟନ୍ତ ଅମାନସିକ ଭାବେ ନିଆଁରେ ପୋଡ଼ି ହତ୍ୟା କରାଯାଉଥିଲା। ସବୁଠୁ ଦୁଃଖର ବିଷୟ ହେଲା ଆଇନଗତ ଭାବେ ଏହି ପ୍ରଥାଟି ଆମ ଦେଶର ବହୁ ବର୍ଷ ତଳୁ ଉଚ୍ଛେଦ ହୋଇସାରିଥିଲେ ମଧ୍ୟ ମଝି ମଝିରେ ସତୀଦାହର ଘଟଣା ଶୁଣିବାକୁ ମିଳୁଛି। 1887 ମସିହାରେ ରାଜସ୍ଥାନର ରୂପ କନୱାର ନାମରେ ଜଣେ ମହିଳାଙ୍କ ସତୀଦାହର ଘଟଣା ସେତେବେଳେ ଦେଶ ସାରା ଚହଳ ସୃଷ୍ଟି କରିଥିଲା। ସ୍ୱାମୀର ମୃତ୍ୟୁରେ ମ୍ରିୟମାଣ ଅଧର୍ଚେତନ ସ୍ତ୍ରୀକୁ ନିଶାଯୁକ୍ତ ପାନୀୟ ଦେଇ ଅଚେତ କରି ଦିଆଯାଉଥିଲା। ବାଜା, ଘଣ୍ଟ ଘଣ୍ଟା, ହୁଳହୁଳି ସହ ତାକୁ ସ୍ୱାମୀର ଚିତାରେ ବସେଇ ଦିଆଯାଉଥିଲା। କାଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେ ଚିତାରୁ ବାହାରି ଆସିବ, ସେଥିପାଇଁ ତାକୁ ଚାରିପାଖରୁ ବାଉଁଶ ବାଡ଼ିରେ ଚାପି ଦିଆଯାଉଥିଲା। ତାର କରୁଣ ଚିତ୍କାର କାହା କାନରେ ନ ବାଜିବା ପାଇଁ ଚିତା ଚାରିପାଖେ ବାଦ୍ୟ ବାଜା ଯିବା ସହ ବଡ଼ ପାଟିରେ ଜୟଧ୍ୱନି ପକାଯାଉଥିଲା। ପ୍ରଥା ଓ ପରମ୍ପରା ନାଁରେ ଏଭଳି ନୃଶଂସ କାର୍ଯ୍ୟକୁ ଧାର୍ମିକ ଉନ୍ମୋଦନମାନେ ଉପଭୋଗ କରୁଥିଲେ ଏବଂ ସେହି ଜୀବନ୍ତ ଭସ୍ମୀଭୂତ ନାରୀକୁ ମିଳୁଥିଲା ସତୀ ମାତାର ଉପାଧି। ଏଭଳି କରିବା ପଛରେ ବିଧବା ହେଉଥିବା ମହିଳାକୁ ତାର ସ୍ୱାମୀର ସମ୍ପତ୍ତିରୁ ବଞ୍ଚିତ କରିବା ସହ ତାର ଯୌନତାକୁ ବଳପୂର୍ବକ ଦମନ କରିବାର ଏକ ପୁରୁଷବାଦୀ ବିଚାର କାମ କରୁଥିଲା। ଆଗକାଳରେ ଖୁବ୍ ଛୋଟ ବୟସ ଝିଅମାନଙ୍କୁ ତାଙ୍କଠାରୁ ବୟସରେ ଅନେକ ବଡ଼ ଏପରିକି ବୃଦ୍ଧ ବୟସର ପୁରୁଷମାନଙ୍କ ସହ ବି ବିବାହ କରି ଦିଆଯାଉଥିଲା। ସ୍ୱାଭାବିକ ଭାବେ ବୟସାଧିକ୍ୟ କାରଣରୁ ସ୍ୱାମୀ ଶୀଘ୍ର ମରିଗଲେ ସେମାନେ ବହୁ ଛୋଟ ବୟସରେ ବିଧବା ହୋଇ ଏଭଳି ସତୀ ମାତା ହେବାକୁ ବାଧ୍ୟ ହେଉଥିଲେ। ଏହା ଧାର୍ମିକ ପ୍ରଥା ଆଳରେ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏହି ନୃଶଂସ କାଣ୍ଡ ବିଷୟରେ ଭାବିଲେ ହିଁ ଭୟରେ ଛାତି ଥରି ଉଠେ। ଏ ସତୀଦାହ ପ୍ରଥାର ଉଚ୍ଛେଦ ଦାବିରେ ବିଶିଷ୍ଟ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଆନ୍ଦୋଳନ ଫଳରେ ତତ୍କାଳୀନ ବ୍ରିଟିଶ ଭାଇସରାୟ ଲର୍ଡ ୱିଲିୟମ ବେଣ୍ଟିଙ୍କ ଏହି ନୃଶଂସ ପ୍ରଥାକୁ ଆଇନଗତ ଭାବେ ନିଷିଦ୍ଧ କରିଥିଲେ। ସେଭଳି ହୋଇନଥିଲେ ସତୀଦାହ ପରି ଏକ ଅମାନୁଷିକ ପରମ୍ପରା ନାଁରେ ଆଜି ସୁଦ୍ଧା ଭାରତର ଲକ୍ଷ ଲକ୍ଷ ନାରୀ ନିର୍ମମ ହତ୍ୟାର ଶିକାର ହୋଇସାରନ୍ତେଣି। ବିଧବା ପ୍ରଥା ହିନ୍ଦୁ ଧର୍ମର ଆଉ ଏକ କଳଙ୍କ, ଯାହା ଆଜି ବି ସମାଜରେ ପ୍ରଚଳିତ ରହିଛି। ଏଭଳି ପ୍ରଥା ଯୋଗୁଁ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଜୀବନ ଜୀଇଁ ଥାଉ ଥାଉ ଶବ ପରି ହୋଇଯାଏ। ପ୍ରଥା ନାଁରେ ଦୁନିଆର ସମସ୍ତ ରଙ୍ଗରୁ ତାକୁ ସବୁଦିନ ପାଇଁ ବଞ୍ଚିତ କରିଦିଆଯାଏ। କେବଳ ଧଳା ରଙ୍ଗର ବସ୍ତ୍ର ପିନ୍ଧିବାକୁ ସେ ବାଧ୍ୟ ହୁଏ। ଖାଦ୍ୟପେୟରେ ପିଆଜ, ରସୁଣ, ମସଲା ତଥା ଆମିଷ ଭକ୍ଷଣକୁ ତାକୁ ବାରଣ କରାଯାଏ। ସମସ୍ତ ସାଜ ଶୃଙ୍ଗାରରେ ଖୁସି ହେବାର ତାର କୌଣସି ଅଧିକାର ନଥାଏ। ନିଜ ପାଇଁ ସାଥୀଟିଏ ବାଛିବା
ବା ପୁନର୍ବିବାହ କରିବାକୁ ମଧ୍ୟ ସମାଜରେ ବାରଣ ଥାଏ। ଏକ ରଙ୍ଗହୀନ ନିଃସଙ୍ଗ ଗୋଠ ଛଡ଼ା ଜୀବନ ବଞ୍ଚୁଥିବା ଏହି ନାରୀମାନେ ହଠାତ୍ ସମସ୍ତଙ୍କ ପାଇଁ ଅଶୁଭ ପାଲଟି ଯାଆନ୍ତି। କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେବାକୁ ସେମାନଙ୍କୁ ବାରଣ ଥାଏ। ସାଧାରଣତଃ ବିଧବାମାନଙ୍କ ମୁହଁ ଦେଖିଲେ ଅଶୁଭ ବୋଲି କୁହାଯାଏ। ବାକିତକ ଜୀବନ ଏକାଦଶୀ ବ୍ରତ, କାର୍ତ୍ତିକ ବ୍ରତ, ହବିଷ୍ୟ ଆଦି ପୂଜା ବ୍ରତରେ ମନ ଦେବାକୁ ସେମାନେ ବାଧ୍ୟ ହୋଇଥାନ୍ତି। ଅତୀତରେ ବାଲ୍ୟ ବିଧବାମାନେ ନିଜର ସମଗ୍ର ଜୀବନ ଏହିପରି ଭାବେ ଅଣନିଶ୍ୱାସୀ ଓ ଅତ୍ୟାଚାରିତ ହୋଇ କାଟିବାକୁ ବାଧ୍ୟ ହେଉଥିଲେ। ଏବେ ମଧ୍ୟ ଅନେକ ଘରେ ବିଧବାମାନଙ୍କୁ ପରିବାର ପାଇଁ ବୋଝ ବୋଲି ଭାବି ବୃନ୍ଦାବନରେ ନେଇ ଛାଡ଼ି ଦିଆଯାଏ। ନିଜ ପରିବାର ଓ ପରିଜନମାନଙ୍କଠୁ ଦୂରରେ ରହି ସେମାନେ ନିଜର ବଳକା ଜୀବନ ନିଃସଙ୍ଗ ଓ ଦୁସ୍ଥ ଭାବେ ବିତାନ୍ତି। ଅନେକ ଭିକ୍ଷା ମାଗିବା ପାଇଁ ତଥା ଅନ୍ୟର ଯୌନ ଲାଳସର ଶିକାର ହେବାକୁ ମଧ୍ୟ ବାଧ୍ୟ ହୁଅନ୍ତି। ଅନ୍ୟପକ୍ଷରେ ମୃତଦାର ଓ ପତ୍ନୀହାରମାନଙ୍କ ପାଇଁ ଏହିଭଳି କୌଣସି ନୀତି ନିୟମର ଆବଶ୍ୟକତା ନଥାଏ। ମୃତଦାରମାନେ ସମାଜରେ ପୁଣି ଥରେ ଅବିବାହିତ ପରି ଗଣାଯିବା ସହ ଆଉ ଥରେ ବିବାହ, ଏପରିକି ଅନେକ ସମୟରେ ପତ୍ନୀର ଦ୍ୱାଦଶ ପରେ ପରେ ହିଁ ବିବାହ କରିବାକୁ ଦେଖିବାକୁ ମିଳିଥାଏ। ଆପଣ ତ ଶୁଣୁଥିଲେ ପରମ୍ପରା ବନ୍ଧନରେ ନାରୀର ବହୁତ ବିଷୟ। ଯଦି ଏହି ବିଷୟଟି ଆପଣମାନଙ୍କୁ ଦ୍ୱିତୀୟ ଭାଗଟି ଭଲ ଲାଗିଥିବ, କମେଣ୍ଟ ମାଧ୍ୟମରେ ଆପଣମାନେ ଜଣାଇବେ। ପୁଣି ମୁଁ ଆପଣମାନଙ୍କ ପାଇଁ ତୃତୀୟ ବିଷୟ ନେଇ ଆସିବି ଏବଂ ଲାଇକ୍ ସବସ୍କ୍ରାଇବ୍ ଚ୍ୟାନେଲଟିକୁ କରିଦେବେ।